ଏଠି ଆଚାର୍ଯ୍ୟ ଜୀବନାଥ କହୁଛନ୍ତି ଯଦି ବୃଷଭ ଲଗ୍ନ, କର୍କଟ ଲଗ୍ନ ଏବଂ ମେଷ ରାଶିର ଲଗ୍ନ ହେଇଥିବ, ଚନ୍ଦ୍ରମା ଲଗ୍ନରେ ବସିଥିବେ, ତାହେଲେ ସେ ବ୍ୟକ୍ତି କୁବେର ସମାନ ଧନରେ ସୁଶୋଭିତ ହୋଇଥିବ। ଆଉ କଣ ପାଇବ ନା ପୂର୍ଣ୍ଣ ଆନନ୍ଦକୁ ପ୍ରାପ୍ତ କଲା ବାଲା ହେଇଥିବ। ତାହେଲେ ଏଇ ତିନିଟା ରାଶିକୁ ଛାଡିକି ଅନ୍ୟ ଯୋଉ ଲଗ୍ନ ଗୁଡାକ ରହିଲା ସେଥିରେ କଣ ଚନ୍ଦ୍ରମା ଖରାପ ଫଳ ଦେବେ? ଆଉ ଏଇ ତିନିଟାରେ କାହିଁକି ଭଲ ଫଳ ଦେବେ? କାରଣ ବୃଷ ରାଶିରେ ଚନ୍ଦ୍ରମା ହଉଛନ୍ତି ଉଚ୍ଚର। ଯୋଉଠି ଉଚ୍ଚର, ବୃଷ ଲଗ୍ନରେ ଯଦି ଚନ୍ଦ୍ରମା ବସିଗଲେ ସେ ଉଚ୍ଚ ଲଗ୍ନରେ ହିଁ ଉଚ୍ଚ ହେଇଗଲେ। କର୍କଟ ରାଶି ହଉଛି ଚନ୍ଦ୍ରଙ୍କର ସ୍ୱରାଶି, ସ୍ୱଗୃହ। ଆଉ ମେଷ ରାଶି ହଉଛି କର୍କଟ ରାଶି ଠାରୁ ଦଶମରେ ଅବସ୍ଥିତ, ମାନେ ପାୱାରଫୁଲ କେନ୍ଦ୍ର। ଯଦି ଆମେ କର୍କଟ ରାଶିକୁ ଲଗ୍ନ ମାନୁ, ତାହେଲେ ତାର ଦଶମ ଭାବକୁ ରୁଲ କରନ୍ତି ମେଷ ରାଶି। ଆଉ କର୍କଟ ଲଗ୍ନର କୁଣ୍ଡଳୀରେ ଯୋଗକାରକ ଗ୍ରହ ହଉଛନ୍ତି ମଙ୍ଗଳ। ଆପଣ ମାନେ ଇଣ୍ଟରପ୍ରିଟେସନ କୋଉଠି ପାଇବେନି ମୁଁ କହୁଛି।